ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। द्वितीय खंड सांख्य योग। मनोविकार गुड़िक सहित मनर समस्त संबंध छिन्न होइगले बुद्धि स्थिर हो जाए। जहांक बुद्धि स्थिर अटे तांको स्थित प्रज्ञ कुहाଯାଏ। देहाभिमान ହେଉଛି मनोविकारର जनକ। देहाभिमानी ବ୍ୟକ୍ତିର ଶରୀର ଓ ସଂସାର ସହିତ ଏକାତ୍ମତା ଥାଏ। ବ୍ୟକ୍ତି ଯାହାକୁ ମୋର ବୋଲି ଭାବେ ତା ପ୍ରତି ତାର ସ୍ନେହ ଭାବ ପ୍ରକଟିତ ହୁଏ। ସ୍ନେହ ଦୁଇ ପ୍ରକାର, ଲୌକିକ ଓ ଅଲୌକିକ। ଦେହ ସହିତ ସମ୍ବନ୍ଧିତ ବ୍ୟକ୍ତି ବସ୍ତୁ ଓ ବୈଭବର ଆକର୍ଷଣକୁ ଲୌକିକ ସ୍ନେହ କୁହାଯାଏ। ଏହି ସ୍ନେହ ପ୍ରଗାଢ଼ ହେଲେ ତାକୁ ଆସକ୍ତି କୁହାଯାଏ। ଲୌକିକ ସ୍ନେହ ପାର୍ଥ ପ୍ରଣୋଦିତ। ସ୍ୱାର୍ଥର ପୂର୍ତ୍ତି ହେଉଥିବା ପର୍ଯ୍ୟନ୍ତ ସ୍ନେହ ଭାବ ଥାଏ। ସ୍ୱାର୍ଥ ପୂର୍ତ୍ତିରେ ବାଧା ହେଲେ କ୍ରୋଧ ଏବଂ ସ୍ୱାର୍ଥ ନ ରହିଲେ ଦ୍ୱେଷ ଉତ୍ପନ୍ନ ହୁଏ। ସ୍ୱାର୍ଥାନୁକୂଳ ହେଲେ ଶୁଭ ଓ ଏହାର ପରିପନ୍ଥୀକୁ ଅଶୁଭ ବୋଲି ସାଧାରଣତଃ ବିଚାର କରାଯାଏ। ତେଣୁ ଦେହାଭିମାନୀ ମନୁଷ୍ୟ ଶୁଭ ବସ୍ତୁ ପ୍ରାପ୍ତିରେ ପ୍ରସନ୍ନ ହୁଏ ଓ ଅଶୁଭ ବସ୍ତୁ ପ୍ରାପ୍ତିରେ ଦ୍ୱେଷ କରେ। ଆତ୍ମାଭିମାନୀ ବ୍ୟକ୍ତିଙ୍କ ସ୍ନେହ ଅଲୌକିତ ହୁଏ। ଜାତି, ବର୍ଣ୍ଣ, ସମ୍ପ୍ରଦାୟ, ଲିଙ୍ଗ, ଭାଷା ଓ ରାଷ୍ଟ୍ରୀୟତା ଭେଦରେ ମନୁଷ୍ୟମାନଙ୍କୁ ସେ ପରମାତ୍ମାଙ୍କ ସନ୍ତାନ ଓ ଆତ୍ମା ରୂପରେ ଦେଖନ୍ତି। ସମସ୍ତ ବିଶ୍ୱକୁ ସେ ସ୍ୱୀୟ କୁଟୁମ୍ବ ପରି ମନେ କରନ୍ତି। ସମସ୍ତଙ୍କ ପ୍ରତି ତାଙ୍କର ସ୍ନେହ ଭାବ ଥାଏ, କିନ୍ତୁ ସେଥିରେ ଆସକ୍ତି ନଥାଏ। ତାଙ୍କ ସ୍ନେହ ସ୍ୱାର୍ଥରହିତ, ଅନାବିଳ ଓ ଆତ୍ମିକ ହୋଇଥିବାରୁ ଅଲୌକିକ। ସେ ଆସକ୍ତି ରହିତ ହୋଇଥିବାରୁ ଶୁଭାଶୁଭ ପ୍ରାପ୍ତିରେ ସମଭାବ ପୋଷଣ କରନ୍ତି। ଅର୍ଥାତ୍ କୌଣସି ପରିସ୍ଥିତିରେ ମଧ୍ୟ ସେ ରାଗ ଦ୍ୱେଷ ବଶତଃ ହର୍ଷ ଓ ବିଷାଦଗ୍ରସ୍ତ ହୁଅନ୍ତି ନାହିଁ। ଏଥିପାଇଁ ତାଙ୍କ ବୁଦ୍ଧି ସ୍ଥିର ରହେ ଓ ସେ ସ୍ଥିତପ୍ରଜ୍ଞ ବୋଲି କଥିତ ହୁଅନ୍ତି। ମନୁଷ୍ୟ ଜନ୍ମ ଜନ୍ମାନ୍ତର ଦେହାଭିମାନ ବଶତଃ ଇନ୍ଦ୍ରିୟ ପରିତୃପ୍ତି ପାଇଁ ବିଷୟ ଭୋଗ କରିଆସିଛି। ଏହାଦ୍ୱାରା ଇନ୍ଦ୍ରିୟଗଣ ନିଜ ନିଜ ଭୋଗ୍ୟ ବିଷୟ ଭୋଗ କରି ବଳବାନ ହୋଇଛନ୍ତି। ତେଣୁ ମନୁଷ୍ୟ ଚାହିଁଲେ ମଧ୍ୟ ସହଜରେ ଇନ୍ଦ୍ରିୟମାନଙ୍କୁ ଭୋଗରୁ ନିବୃତ୍ତ କରିପାରେ ନାହିଁ। ମନୁଷ୍ୟର ଚେତନାରେ ଭୋଗଜନିତ ଯେଉଁ ସୁଖାନୁଭୂତି ଥାଏ, ତାହା ଇନ୍ଦ୍ରିୟମାନଙ୍କୁ ବିଷୟ ପ୍ରତି ଆକର୍ଷଣ କରେ। ହଠକ୍ରିୟା ଦ୍ୱାରା ବା ଜିଦ୍ କରି ଇନ୍ଦ୍ରିୟମାନଙ୍କୁ ବିଷୟରୁ ନିବୃତ୍ତ କଲେ ମଧ୍ୟ ଅବଚେତନ ମନରେ ତତ୍ପ୍ରତି ସୂକ୍ଷ୍ମ ଆକର୍ଷଣ ରହିଥାଏ। ଏହି ରସ ନିବୃତ୍ତ ନ ହେବା ପର୍ଯ୍ୟନ୍ତ ମନ ଓ ବୁଦ୍ଧି ପରମାତ୍ମାଙ୍କଠାରେ ସ୍ଥିର ରହିପାରେ ନାହିଁ। ଏଥିପାଇଁ ବାରମ୍ବାର ଆତ୍ମସ୍ୱରୂପର ମନନ କରିବାକୁ ପଡ଼ିବ। ଏହାଦ୍ୱାରା ଦେହାଭିମାନ ନଷ୍ଟ ହେବ। ସ୍ୱୟଂକୁ ଦେହ ପରିବର୍ତ୍ତେ ଆତ୍ମା ମନେ କରୁଥିବା ବ୍ୟକ୍ତିକୁ ମୁନି କୁହାଯାଏ। ଇନ୍ଦ୍ରିୟମାନଙ୍କୁ ସଂଯମ କରିବା ପାଇଁ ବ୍ରହ୍ମଚର୍ଯ୍ୟ ପାଳନ, ଶୁଦ୍ଧ ଓ ସାତ୍ୱିକ ଭୋଜନ ଗ୍ରହଣ, ଦିବ୍ୟଗୁଣ ଧାରଣ ଓ ନିତ୍ୟ ସତ୍ସଙ୍ଗ କରିବା ଉଚିତ। ଏହାଦ୍ୱାରା ଅନ୍ତଃକରଣ ଶୁଦ୍ଧି, ମନରେ ଉତ୍ପନ୍ନ ହେଉଥିବା ସଂକଳ୍ପ ବିକଳ୍ପର ଉତ୍ତାଳ ତରଙ୍ଗ ଶାନ୍ତ ଓ ବୁଦ୍ଧି ସ୍ଥିର ହୁଏ। ଏହିପରି ଅବସ୍ଥା ପ୍ରାପ୍ତ ବ୍ୟକ୍ତିକୁ ସ୍ଥିତପ୍ରଜ୍ଞ କୁହାଯାଏ। ଏହି ପରିପ୍ରେକ୍ଷୀରେ କଇଁଛର ଉଦାହରଣ ନିଆଯାଇପାରେ। ଆବଶ୍ୟକ ସମୟରେ କଇଁଛ ତାର ଖୋଳପା ମଧ୍ୟରୁ ଅଙ୍ଗ ପ୍ରତ୍ୟଙ୍ଗ ବାହାର କରି କର୍ମ କରେ। କର୍ମର ସମାପ୍ତି ପରେ ଅଙ୍ଗ ସମୂହକୁ ନିଜ ଖୋଳପା ମଧ୍ୟକୁ ପ୍ରତ୍ୟାହାର କରିନିଏ। ସ୍ଥିତପ୍ରଜ୍ଞ ବ୍ୟକ୍ତି ମଧ୍ୟ ବାହ୍ୟତଃ ସମସ୍ତ କର୍ତ୍ତବ୍ୟ କର୍ମ କରନ୍ତି, କିନ୍ତୁ ସେଥିରେ ତାଙ୍କର କୌଣସି ଆସକ୍ତି ନଥାଏ। କର୍ମର ସମାପ୍ତି ପରେ ସେ ନିଜ ମନ ବୁଦ୍ଧିକୁ ସାଂସାରିକ ସମ୍ବନ୍ଧରୁ ବିଚ୍ଛିନ୍ନ କରି ଆତ୍ମସ୍ଥ ହୋଇଯାନ୍ତି। ଇନ୍ଦ୍ରିୟ ସମୂହର ସେ ବଶୀଭୂତ ହୁଅନ୍ତି ନାହିଁ।
ବିଷୟ ଭୋଗ ପରିବର୍ତ୍ତେ ସେ ଇନ୍ଦ୍ରିୟ ସମୂହକୁ ଈଶ୍ୱରୀୟ ସେବାରେ ନିଯୁକ୍ତ କରନ୍ତି। ତେଣୁ ତାଙ୍କର ବିଷୟ ରସ ମଧ୍ୟ ନିବୃତ୍ତ ହୋଇଯାଏ। ଏଠାରେ ରସର ଅର୍ଥ ଭୋଗ ହେତୁ ପ୍ରାପ୍ତ ହେଉଥିବା ସୁଖ ପ୍ରତି ସୂକ୍ଷ୍ମ ଆକର୍ଷଣ ବା କାମନା। ବିଷୟ ରସ ଇନ୍ଦ୍ରିୟମାନଙ୍କୁ ଭୋଗ ପ୍ରତି ଆକର୍ଷଣ କରେ। ଏଥିରୁ ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ବାଦ ଯାଆନ୍ତି ନାହିଁ। ବଳବାନ ଇନ୍ଦ୍ରିୟ ସମୂହ ସେମାନଙ୍କ ମନକୁ ମଧ୍ୟ ବଳପୂର୍ବକ ହରଣ କରିନିଅନ୍ତି। ମନ ହେଉଛି ଇନ୍ଦ୍ରିୟମାନଙ୍କ ରାଜା। ସେ ଦୁର୍ବଳ ହେଲେ ପ୍ରଜାମାନଙ୍କ ଉପରେ ଅଙ୍କୁଶ ରହେ ନାହିଁ। ମନକୁ ଈଶ୍ୱରଙ୍କ ସହିତ ଯୁକ୍ତ ହେଲେ ଶକ୍ତିଶାଳୀ ହୁଏ ଓ ଇନ୍ଦ୍ରିୟମାନଙ୍କ ଦ୍ୱାରା ପ୍ରଭାବିତ ହୁଏ ନାହିଁ। ପରମାତ୍ମା ପରାୟଣ ବ୍ୟକ୍ତି ଇନ୍ଦ୍ରିୟମାନଙ୍କୁ ନିଜର ବଶରେ ରଖିଥାନ୍ତି। ତାଙ୍କ ବୁଦ୍ଧି ସଦା ସ୍ଥିର ଥାଏ। ତେଣୁ ତାଙ୍କୁ ସ୍ଥିତପ୍ରଜ୍ଞ କୁହାଯାଏ। କ୍ରମଶଃ ଓମ୍ ଶାନ୍ତି।